कर देखा देखा ये हमर गोटे लोग भात टेस्ट करी खाइबो रेडी रेडी पप्पू सुना मुंह टे खोलले होता बाबू मुंहटा खोलनु मुंह खोलिया जय जगन्नाथ सागମାନେ ମୁଁ ମଧୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନ୍ୟୁ ବ୍ଲଗ୍କୁ ଆଶା କରୁଛି ଆପଣମାନେ ଭଲରେ ଥିବେ ଭଲରେ ଥାଆନ୍ତୁ। ତ ଭାଇ ଆଜି ହେଉଛି ବୁଧବାର ତ ସେମିତି କିଛି ଆୟୋଜନ ହିଁ ନାହିଁ ପିଲାମାନେ ବସିଥିଲେ ହଠାତ୍ ଚାଲ ଗୋଟେ କ'ଣ ଆଜି ରୋଷେଇ କରିଦେବା। ତ ଭିଡ଼ିଓଟି ରାତିରେ ହେଇଛି ହୁଏତ ଆପଣମାନଙ୍କୁ ଅଲଗା ଲାଗିଥାଏ କିଛି ପାରେ ତ ଚାଲନ୍ତୁ ଯିବା ଭିଡ଼ିଓ ସହିତ ମୋର ଲାଗି ରୁହନ୍ତୁ। ସାଙ୍ଗମାନେ ଚାଲନ୍ତୁ ଯିବା ଏବେ ତ ସମୟ ହେଇସାରିଛି ଆଉ ବିଳମ୍ବ ନ କରି ଚାଲନ୍ତୁ ଯିବା ଆଗକୁ କ'ଣ ଭିଡ଼ିଓ ସବୁ ହେଉଛି ଦେଖିବା। A few moments later. ଭାଇ ସବୁ କିଏ କୁଆଡ଼େ ଯାଇଛନ୍ତି ଠିକ୍ ଠିକଣା ନାହିଁ। ମୁଁ ମୋର ଚଲେଇଛି 2 ଜଣ ମୋଟେ ସାହା ଭରସା ପଛଆଡ଼େ ବସିଥିବା ପିଲାଟିକି ତ ଦେଖିପାରୁଥିବେ ସିଏ ଆଉ ଜଣେ କ୍ୟାମେରା ଧରିଛି ସିଏ 2 ଜଣ ଅଛନ୍ତି। ମୁଁ ମୋର କାମ ଚଲେଇଛି ଆଉ କେତେବେଳକୁ ଆସିବା ଆଉ। ବର୍ତ୍ତମାନ ପାଇଁ ଭାଇ ଯିବା ଏଥର ପାଣିଟା ଆଣି ଚାଉଳଟା କେମିତି ଧୁଆଧୁଇ କରି ତାକୁ ସଟ୍ ବସାଇବା ପାଇଁ ଯୋଗାଡ଼ ନ କଲେ ହେବନି କିଛି। ବର୍ତ୍ତମାନ ପାଣିଟା ଆସିଲା ଚାଉଳଟା ଧୁଆଧୁଇ କରି ତାକୁ ମିଶନଟା ମାନେ କମ୍ପ୍ଲିଟ୍ କରିବା ଆଉ। ଖୁସି କ'ଣ ଯିବ ବୋଲି ଏଟା ଚାଉଳ ବସିଲା ଗ୍ୟାସ୍ଟା ପ୍ରୋବ୍ଲେମ୍ ରହୁଛି କେତେବେଳେ କ'ଣ ହେବ ଦେଖିବାକୁ ପଡ଼ୁଛି। ନଈ ନାହିଁ ତଳକୁ ଉପରକୁ ଅନେଇକିରି ବସିବାକୁ ପଡ଼ୁଛି କେତେ ଲୁଟ୍ ପଡ଼ିବ ଗଲା ମିଶନ ପୁରା ଫ୍ଲପ୍। ବର୍ତ୍ତମାନ ପାଇଁ ଚାଉଳଟି ବସିଗଲା ଆଉ କିଛି କମ୍ପ୍ଲିଟ୍ ଚାଲ ଯିବା ଆଉ ସବୁ କ'ଣ କାମ ହେଉଛି ଦେଖିବା। ଆରେ ଭାଇ ଇଆଡ଼େ ମାଛ ଧୁଆ ଷ୍ଟାର୍ଟିଂ ହେଲି ଆସ ଯିବା କ'ଣ ମାଛ ଧୁଆ ହେଉଛି ତପସ୍ୱୀ ନେବାକୁ ମାଛ ଧୁଅନ୍ତି ଦେଖିବା ଆଉ ପୁରା ପରିଷ୍କାର କରିଥିବ ଭାଇ ସେଥିରେ କିଏ ଯେମିତି ଅଳିଆ ନ ଲାଗିବ। ଆରେ କ'ଣ କହିବ କ'ଣ ଆସିବା ଟିକେ ଝିଲିଝିଲି ହେଉଛି ବେଳେବେଳେ। ବର୍ତ୍ତମାନ ପାଇଁ ମାଛଟି ଆମର ଧୁଆଧୁଇ ପୁରା କମ୍ପ୍ଲିଟ୍। ହଳଦୀ ଗୁଣ୍ଡ ପକାଇବା ଷ୍ଟାର୍ଟ ଆଉ ଟିକେ ଲୁଣ ପକାଇବା ତାକୁ ଗୋଳେଇକିରି ରଖିଦେବା ଆଉ ତାକୁ ପୁରା ସାଇଡ଼୍ କରିକି ରଖିଦେବା ଗୋଟେ ସାଇଡ଼୍କି ତାପରେ ଦେଖିବା। ବର୍ତ୍ତମାନ ପାଇଁ ଲୁଣ ହଳଦୀ ପଡ଼ିଗଲା ତାକୁ ଟିକେ ଗୋଳେଇ ଦେବା ଆଉ ତାକୁ ବାଗେଇକି ଗୋଳେଇବାକୁ ପଡ଼ିବ। ହାତରେ କଣ୍ଟାଟା ବସିଯିବ ବାପା ଆଉ ଖାଇବାରେ କୌଣସି ମଜା ରହିବନି। ବାଗେଇକି ଗୋଳେଇ ନେଇ ସାଇଡ଼୍କି ରଖିଦେବା ଆଉ କ'ଣ ହେଇଛି ତମେ ଦେଖିବ ଚାଉଳ ଦେଖେ अरे पापू चाबी नौलु ହାତ ତାତି କ'ଣ କରିବ हाँ ठीक ना ତଥାପି ଜିଲ୍ଲା ସବୁ ତାତି ଯାଉଛି। कौन हो माछ ହଁ ତମେ ଇଆଡ଼ି ପଳେଇଗଲା ଏଇଟା ମୁଁ ଜାଣିଛି ତାର ଏଇଠି ଅଛି ହେଇଛିଟି ହେଇଯିବ ରହିଗଲେ रेडी हो हवा दरकार तो माछ छणा हब रोषेई आमर धड़ा गंजी पिंधिकी खाली रोषेई करने बाहर कि देखा बेलू कौ कम को नुह दात लगे छिड़ेला तेलुटा ना पानीटा बा कन्फर्म बार बढ़िया रही तेल बर्तमान पड़ी जाइछि କ'ଣ ଭାଇ ତା ଭିତରେ କ'ଣ पपू भात गाड़ी की आसुची पपू सीढ़ी भात रखना
ସେ ଭାତ ମୋ ଭାତ ଟିକେ ପୋକ ପଡ଼ିଯିବେ ହଁ ପଡ଼ିଯିବେ ବା ନାଇଁ ଏତିକି ଖୋଲା ରହୁଛି ଆରେ ଏଇଠି ରଖୁନ ଏଇଠି ରଖ ବାବୁ ଜାଗା କିଛି ଆସିନି କୋଉଠୁ ମାଛ ଛାଣିକି ରଖିବା ଆରେ କାଇଁ ଏଇଟା ପା ଲୁହା ଖରିକା ସେ କଣ ଇଏ କଣ ଏଇଟା କଣ ସରି ଶକ୍ତିମାନ ଟିକେ ତେଲ ଗରମ ହେଇଛି କି ନାହିଁ ଦେଖିଲ ବଡ ରୋଷିଆ ତ ପଣ୍ଡା ତେଲ ଗରମ ଚାଲି ନଅଟା ଭୋକ ହେଲାଣି ବା ଅଧବ ତୋଳା ଖାଲି ତ ହଉ ସାଡେ ମଟନ ହଉଛି ହଁ କୋଉଟେ ମଟନ ତମକୁ ଡାକିଲେନି ମତେ ଡାକିବ ଏଇଥିରେ ତମେ ବନ୍ଧୁ ମିଳନ କରିଥିଲା ଆସିକିରି କଣ ପ୍ରୋଗ୍ରାମ ଚିତ୍ର ହବ ଯା ଗରମ ହେଇଯା ଧୂଆଁ ବାହାରିବ କାହିଁ ଖାଲି ଗରମ କଣ ତେଲ ପକେଇଲେ କଣ କଣ ସାଡେ ପ୍ରୋଗ୍ରାମ ହେଇଥାନ୍ତା ମୁଁ ଜାଣିନି କଣ ହଉଛି ଇଏ ଖାଲି କହୁଛନ୍ତି ମଟନ ହଉଛି ମଟନ ତାକୁ ପଚାରୁ ତରେ କରେଇ ପଡିବନି ବାବାରେ ପାଣି ରେ ବବୁଲି ପାଣି କଣ ଗ୍ୟାସ ଟିକେ କମେଇଦେଲ କେବେ କେବେ ଏମିତି କରିଥିଲ କମେଇ ଦେ, କମେଇ ଦେ। କରିଥିଲ ଅଛି ସେଇଠି ଆଉ ଆଉ ଗୋଟେ ପକେଇଦବା ହଁ ଗୋଟେ ପୁରା ତ ସେଇଠି ନଉନା ତମେ ଆସିବ ଚାଲିଚାଲି ଯେମିତି ନବ ନା ହଁ ବର୍ତ୍ତମାନ ମାଛ ପଡିଛି ହଁ ଖଣା ଚାଲିଛି ମାଧବ ବାବୁ ପୋଛି ହଉଛନ୍ତି ଖାଲି ହଁ ହଁ ମାରୁଛନ୍ତି ଆଖିଆ ଲୋକ ଛାଡି ଅପେକ୍ଷାରେ ଅଛନ୍ତି କିଛି ନାହିଁ କି ଜାଣିବ ଆଖା ଲୋକ କିଏ ଲିପୁ ପଚାର ଲିପୁ ଜାଣିଛି ଆଖା ଲୋକ କିଏ ଲିପୁ ଜାଣିଛୁ ତାହେଲେ ପାଣି ରେ ବବୁଲି ପାଣି ଆରେ ପପୁ ତୁ କାହିଁ ବସିଲୁ କି ରେ ବାପା ଛଡଉଛି ପୁରା ଆରେ ଠିକ ଅଛି ଆମ ପେଟୁ ବାବୁ ମାଛଟା ଆଜି ଟିକେ କଡା ଭଜା କରି ଛାଣ ନା କଡା କରିଦେଲେ ପୁରା ପପୁଟା କଡା ମସଲା ପିଇବନି ଛଳା କଲା ବେଳକୁ ଟୁମଟୁମରେ ବଇଛନ୍ତି ଟୁଟୁନର ଆଉ ଓକେ ଆଉ ଫ୍ଲେମ୍ ହବନି ଠିକ ଅଛି ପକା 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 ଏଇନେ ଲେଉଟି ଗଲା ଗୋଟେ ରୋଷେଇ ଦେଖୁନ କୋଉ ପଟେ ଆର କଥା ଅଛି ଓକେ ବାପା ଦେଖିକି ଯାହା କରୁଛ ବାକି ତା କାଢ ଆଉ ଟିକେ ଏବେ ହଉ କିଛି ଅସୁବିଧା ନାହିଁ ତ ହେଇଯାଇଛି କାଢ କଣ ବା କି ରୋଷେଇ ଡବଲ ହାତ ମାଛ କଡା କରିବା ଚବେଇଲା ବେଳକୁ ପୁରା ଅସୁବିଧା ମାଛ ହେଇନି ଆରେ ସବୁ ହେଇକିରି ଦୋରସ୍ତ ସେପଟା ଲୋଡୁନ ସେପଟା ଲେଉଟା ହେଇଛି ଏଇଟା ବା ଛାଡୁନି ଏଠି କାହିଁକି କଡେଇଟା ଧରିକି ଛଡେଇବା ପାଇଁ ପଡିବ ନା ତମ ଦାୟିତ୍ୱ ତମକୁ ଦିଆହେଲା ତମେ ଗୋଟେ ବଡ ଛାଡିଗଲା ତମେ କାଇଁ ହାତ ପାଇଲ ଏ ଦେଖୁନ କାଇଁ ହାତ କର ଘୋଷଣା କରିବ ଦେଖା ଦେଖା ଇଏ ଆମର ଗୋଟିଏ ଲୋକ ଭାତ ଟେଷ୍ଟ କରି ଖାଇବ ରେଡି ରେଡି ପତେ ହେଇଯିବ ଠିକ ଅଛି ଭାତ ଠିକ ଅଛି ରାଇଟ୍ ଖାଲି ଲୁଣର ଅଭାବ ଅଛି ଟିକେ ଭାତରେ ଆଉ କଣ ରେଡି ପପୁ ବର୍ତ୍ତମାନ ଅଦା ରସୁଣ ପିଆଜ ଗାଈ ଛାଡ଼ିବ ଅଦା ରସୁଣ ଛାଡ଼ିବ ଆଚ୍ଛା ଗୋଟେ ଫ୍ଲେମ୍ ବଢଉନ ବଢେଇଦା ତୁମେ ଏଇପଟେ ଆଉ ଜଣେ ମାଛ ଭାଜିବ ଜଣେ ପ୍ଲେନ୍ ବଢେଇବ ଆଉ ଆରେ କୋଉଠି ମୁଖ୍ୟ ରୋଷେଇଆ କେତେବେଳେ ଦେଖିନୁ ଜାଲ ପକେଇରେ ମୁଖ୍ୟ ରୋଷେଇଆ ଜାଳ ପକାନ୍ତିନି ଖାଲି ବସିକିରି ବରାଦ କରିବେ ଟିକେ ଟିକେ ମଝିରେ ଖୋଳତା ମାରିବେ ହଉ ହଉ କେବେ ମୁଖ୍ୟ ରହିନା କରିବନି ସବୁ ମୁଖ୍ୟ ରୋଷେଇଆ କେମିତି ଜାଣି ହଉ ହେଲା ତମ ପାଖରେ ଠିଆ ଖାଲି ଆଞ୍ଚ ବଢିଆ କହିବ ଏ ମଶାଟା ପଡିଲା ଓକେ କଡେଇ ଧରିକିରି ଗୋଟେ ମୁଖ୍ୟ ରୋଷେଇଆ କିଛି ହବନି ତୁ କାହିଁ ମାଧବ ଟେନସନ ନବୁନି ଲାଇଟ୍ ସେଇଠି ରହିଥିଲେ ମାନେ ଏଇଟା ମଝିରେ କଣ ତମେ ଯୋଉ ବାହାଘର ଇଏ ଦେଖିଥିଲ କାକା ମାଛ ଟିକେ ଧରେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି ପୁରା ଅନୁଭବ ଲେଖିନଥିଲ ନା ଅତ୍ୟନ୍ତ ଖୁସି ଖୁସି ମୋ ମୋବାଇଲ ଟ୍ୟାଗ ଲାଇନ୍ ଟା ଭଲ ହେଲାନି ନା ହଁ ପକେଇଦିଅ କାଇଁ ମନା କରାହଉଛି ତମେ ମୁଖ୍ୟ ରୋଷେଇଆ କଥା ଶୁଣ
ମାଛଟି ଅତ୍ୟନ୍ତ ଜିଅନ୍ତା ଅଛି। ମାଛ ଟିକେ ଧରି ତାଙ୍କ ଅତ୍ୟନ୍ତ ଖୁସି। ବ୍ଲଗ ହେଇଛି ମାଛ ଟିକେ ଧରି ରଖିଦେଲି ବୋଲି ଏମିତି କଥା ତାହେଲେ କାକା ତମର କାହିଁ ଏତେ ଖୁସି ହଉନି କୁକୁର ଗୋଟେ ମାର। ପ୍ରଥମ ମାଛ ବାହାରିଲା ପବନ ବି ଆସୁଛି ଟିକେ ଟିକେ ତେଲ ଗୁରା ସବୁ ରଖିକିରି ଯାହା କରୁଛ କର, ଛାଡ଼ିକି ଗଲେ ତମର ଲାଭ କିଛି ନାହିଁ। ମାଛ ଲେଉଟିଆ ହଉଛି ବୁଝିଲ। ମିଷ୍ଟର ଏମଡି ଭଗର ପାଣି ବାଲ୍ଟି ସହିତ ମଦ ବୋତଲ ଆଣିକିରି ସରି ଥଣ୍ଡା ପାଣି ବୋତଲ ସୁକାନ୍ତ ଦାଦା ବର୍ତ୍ତମାନ ପିଆଜ ଛଡଉଛନ୍ତି। ଆରେ ପଚା କାଇଁ କୋଉଦିନ ଭାଇ ରୁମାଲୁ ଖସି ଯାଇଛି, ଅତ୍ୟନ୍ତ ବିକଟ ପରିସ୍ଥିତି। ଲାଷ୍ଟକୁ ଦାନ୍ତରେ କାମୁଡା ହେଲା, ସେ ଦାନ୍ତ ଆଉ ରହିବନି। ମାଧବ କାଟିଦେ, ମନ ହେଲେ ପିଆଜ କଟା ଚାଲିଛି। ଲାଇଟଟା ଦେଲେ ହବନି କି? ଚାକୁ ପୁରା ଅସୁବିଧା ହଉଛି କାଟିବା ପାଇଁ। ପପୁ ତ ମୁହଁ ଖୋଲୁନି ଆଉ ହବ କଣ? ପପୁ ସିନା ମୁହଁ ଟିକେ ଖୋଲିଲେ ହନ୍ତା। ବାବୁ ମୁହଁଟା ଖୋଲୁନୁ। ମୁହଁ ଖୋଲିଆ ଭଲ ହେଲା ଭଲ ହେଲା। ଆରେ ସବୁ ସବୁ କାଟିଦେଲି ପିଆଜ। ଆରେ ପିଆଜ ମାଧବ କେଜାଏ ଲେଖିଥିଲୁ ସବୁଡେ ଆଉ ଇଏ ପାଇଁ ସାଲାଡ ପାଇଁ କୋଉ ଦିନକୁ ମାଛ ଖରାକ ହବ। ଇଏ ତ ଲିପୁ ବାବୁ ପୁରା ମହୁ ହେଇଗଲା। ଦେଖେ ଦେଖେ କଣ ଦେଖେ 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 ଟିକେ ଆଇଲ ଭିଡିଓ ହେଲାନି ଆଉ ମୁଣ୍ଡ କାଟି ମାଧ ଜୀବ ପଡିଗଲା ହାତ ପଡିଗଲା। କଣ ଯେ ମାଛ ତମେ କରୁଛ? ଯେ ପାଣି ଦେଲ ପାଣି ଦିଅ ମାଛ ଦିଅ। ଆଚ୍ଛା ନଉଛି ଛାଡ ଛାଡ ଛାଡ। ସୁକାନ୍ତ ଭାରି ମନ ଦୁଃଖ। ଆଳୁ କଟା ଚାଲିଛି। ସୁକାନ୍ତ ତାଙ୍କ ମନ ଦୁଃଖ କାରଣ ମାଲ ଟିକେ ଆସିପାରିଲାନି। ମଦ ଟିକେ ନହେଲେ ହଉନି ସୁକାନ୍ତ ବାବୁଙ୍କର। ନହେଲେ ହବ। ମଦ ପାଇଁ ବହୁତ ଝଗଡା ହେଇଥିଲା କିନ୍ତୁ ଶଳା ତଥାପି ଥଣ୍ଡା ଦେଇକି ସୁକାନ୍ତ ଝଗଡାକୁ ହଟେଇ ଦେଲା। ଆମର ସେ ମୁଣ୍ଡ ଭଜା ସରୁନି। ମୁଣ୍ଡଟା ଭଲ କି ନବା ମୁଣ୍ଡଟା ନିଜେ ଖାଇବ ନା, ସେଥିପାଇଁ ଭଲ କରି ଭାଜୁଛି। ହଁ ସେଇଆ କହୁନ ଆଉ ମିଛ କଥାଟା କହୁଛ। ଏ ଦେଖେ ସେ ଗିନା ଦେଖେ ଗିନା ମୁଁ ଦେବି ଦିଅ ଏଇଠି ରଖିଦେଲି ଆଉ। ନିଅ ଆରେ ସେଇ ରଖୁନୁ। ହଁ ହେଇଯିବ ମାଧବ ଦେଖିଲା ହେଇଯିବ। ଆଉ ପକାଉନ। ଆରେ ଏତେ ମାଛ କଣ ହବ? ସେଟା ହେଇଗଲା କାଟିଦିଅ। ମାଛ କାଲିଆ ନା ମାଛ ତରକାରୀ ତୁ କରିବୁ। ଆଉ ବାବୁ କାଟରେ ପକାଅ ପକାଅ। ନା କାଲି ଗୋଟେ ଇଏ କରିଦେବା ବେସର। କାଲି ଗୋଟେ ବେସର କରିଦେବା। ଆଳୁ ପକା। ନାଇଁ 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 ଉଠୁ ମାଛ ବାସି ପକେଇ ଉଠୁ ଆଳୁ ଭାଜି ପକେଇ ଦିଅ ଛାଡ଼ ଦିଅ ଦିଅ ଆଉ ପକାଅ ସବୁ ତ ଏକାଥରେ ପକାଅ। ଦେଖି ଦେଖି ଦେଖିକିରି ଦୁର୍ଘଟଣା ଘଟାଇବ ନା କଣ? ଏତେ କାହିଁ ବ୍ୟସ୍ତ କଣ ପାଇଁ? ଆଖିଆ ଲୋକ କାହାକୁ ଛାଡ଼ିକି ଆସିଛ? ଆଖିଆ ଲୋକଙ୍କ ପାଇଁ କେବଳ ଆଖିଆଙ୍କ ପାଇଁ। ଏ ଆଖିଆ ହାଟ ରଖିବା। ବର୍ତ୍ତମାନ ଛାଡେ କୋଉ ବ୍ରାଣ୍ଡ ଆସିବ ପାଇଁ ପୁରା ପୁଖାନୁପୁଖ ଆଲୋଚନା ଚାଲିଛି। ସେପଟୁ କରିଦବ। ସେପଟୁ କଲେ ସେପଟୁ କରିଦେଇଥିବ। B7 ଆସିବ ନା ଗ୍ଲାଡିୟସ ଆସିବ। ଡାଲି ଛୁଙ୍କ ରୋଷେଇଆ 10 କିଲୋମିଟର ଦୂର ଠିଆହେଲେ ଘାଟୁ ହୁଅନ୍ତି। ଏଇଭଳିଆ ରୋଷେଇଆ ଲିଭି ଗଲେ ବା ଗ୍ୟାସ ଲିଭିଆ ଯାଇଛି। ଲିଭି ଗଲେ ଲିଭିଆ ଯାଇଛି। ବଢା ବଢା ଆଞ୍ଚ ବଢା ଡେରି ହେଲେ ଭୋକ କଲେଣି। ମସଲା ହବ ଖାଇବ। କେତେଟା ବାଜିଲା ଟାଇମ? ଡକିରି କରିଦେଇଥାନ୍ତୁ। ଲିପୁ ଗାମଛା ଲାଷ୍ଟ ଆନ୍ସର କଣ କରିବ? ପକେଇବି ଜିରା ମାର ମାଇଲି ଜିରା ଗୁଣ୍ଡ ଆଉ ଆଉ ପକେଇବି ହେଲା ନା ନାଇଁ ବା କିସ୍ତି କିସ୍ତି ନେଇ ପଡୁଛି। ଲିପୁ କାମ ଆଣ ନିଅ ଆଇଲ
ଆରେ ଲୋକ ସାଡେ କଣ କରୁଛି ଜାଣିବାକୁ ଦିନ ଇଏ ଢଳା ହବ ରୋଷେଇଆ ଜମା ଭିଡ ନୁ ଡାଲି ଛୁକଲା ବେଳେ ସବୁ ବାସ୍ନା ଉଠିବ ମୁଁ ଧରି ସେଟାକୁ ପୁରା ବନ୍ଦ ପୁରା ବନ୍ଦ ପୁରା ବନ୍ଦ ରେଡି ପୁରା ବନ୍ଦ ପିଆଜ କଟା କରିଗଲା ଜାଣିବ ଟିକେ ହଁ ପିଆଜ ଗୋଟା ସରି କାକୁଡି କଟା ହଉଛି ଆଉ ପିଆଜ ଦେଖି ପିଆଜ ରଖିବ ସାଲାଡ ପାଇଁ ତୁ ରଖିଛୁ ଗୋଟେ ନା ଗୋଟେ ତାଙ୍କ କାର୍ଯ୍ୟ ପାଇଁ ରଖିବି ଆରେ ତୁ 250 ପିଆଜ ତୁ ଗୋଟେ ରଖୁ ତମ କାର୍ଯ୍ୟ ପାଇଁ ଆରେ ଅନ୍ଧାର ଟିକେ ଛାଡ ହଉ ଏ ଦିଟା କାକୁଡି କାଟି ହଁ ଆଉ ନହେଲେ ଟିକେ ହବ ରେଡି ଆଇଲା ଲୁଣ ଟିକେ ଆଣ କଣ ପଡୁ ପଡୁ ଲୁଣ ଆରେ ପଡୁ ପଡୁ ଆରେ ଲୁଣ ଟିକେ ଆଣ କଣ ଜାଣିଛ ରୋଷେଇ ପଡୁ ପଡୁ ଲୁଣ ନିଅ ଏତକ ରଖିଦିଅ ସାଲାଡ ପାଇଁ ହଁ। ରଖିଦେଲ ଦିଅ କଣ ଜାଣିଛ ନା ଖାଲି କହୁଛ ହଁ ମାର ଲୁଣ ସେଥିରୁ ଅଧ ପକାଅ ଆଉ ଅଧ ପିଆଜ ନିଅ ଏ ସେଥିରୁ ଅଧ ନିଅ ରେ ହେଁ ସେଥିରୁ ଅଧ ପିଆଜ ଆଉ ପକାଅ ନା ପିଆଜ ତାକୁ ଛାଡେ ପିଆଜ ଛାଡେ ନିଏ ପିଆଜ ରଖିଦିଏ ପିଆଜ ଅଧ ପକାଅ ଅଧ ପକାଅ ଛାଡ ପିଆଜ ନାହିଁ ପକା ଛାଡ଼ି ଦିଅ ଲୁଣ ପକା ଲୁଣ ପକେଇଲି ଲୁଣ ପଡି ସାରିଲାଣି ବା ହଁ କଣ ତମର ଆଉ ତମେ ଆଖି ଅଛି ନା କଣ ନା ସେଟା ଥୋଇ ଦିଆଯାଇଛି ଘରେ ଆଖିଆ ଲୋକଙ୍କ ପାଖେ ଛାଡି ଦିଆଯାଇଛି ହଁ ସେ ହେଇଥାଉ ତମର ତ ବେଶୀ ନଜର ହେଇଛି ଆଉ ଗଲ ମୁଁ ଜାଣିଛି ବା ମୁଁ ତମ ପ୍ରେମ ତମର ମୁଁ ଜାଣିଛି ପ୍ରେମ ମୁଁ ଜାଣିନି ତମ କଥା ଫୋପାଡ଼ିକି ଧ୍ୱଂସ କରିଥାନ୍ତ ନା ମୁଁ ତମେ ସେଇ ଆଖିଆ ଲୋକଙ୍କ କଥା ତମେ କାହିଁ ବାରମ୍ବାର କହୁଛ ସେଇଟା ଅଘଟଣ ଗୋଟେ ଲୋକ ତୁ ରୋଷେଇ ବେଳେ ବନ୍ଦ ତା କଥା ଟୋଟାଲ କହିବାନି ଆଳୁ ହେଇ ମାଧବ ସେ ପେଟିରୁ ଖଣ୍ଡେ ଖାଇଲୁ ଅଧିକ ହେଇଯାଇଛି ପୁଡ଼ି ପୁଡ଼ି ଯାଇନି ତ ନା ଠିକ ଅଛି ଖାଉନୁ ଖଣ୍ଡେ ମୁଁ ଖାଇବିନି ଠିକ ଅଛି ପରା ଗୋଟେ ବଡ ଏଉଟା ନା ଏଇଟା ଏ ତା ଉପର ଥାପଟା କି ମାଛ ବି ସେ ଚିହ୍ନି ପାରୁନି ଆଉ ଇଏ ରାଇଟ୍ ଅଛି ଠିକ ଅଛି କିଛି ଅସୁବିଧା ନାହିଁ ମାଛ ଧରା ହେଇକିରି ଗାଡିରେ ଆଇଥିବ କଲ ବଲ ହେଇଥିବ ତମେ କାଟିଲା ବେଳକୁ ଦେଖେ ଡାଲି ଟେଷ୍ଟ କରିବା କ୍ୱାଲିଟି ଚେକ୍ ଭଗବାନ ଏଟା ଘୋରା ହେ କ୍ୱାଲିଟି ହେଲା ଅଦା ରସୁଣ ଆଡ କର ମାଧବ ପ୍ରବଳ ହେଇଯିବ ଗା ତମେ ହିଁ ଭଲ ଆରେ ପକାଅ ଆଇଁଦବା କଥା ତ ରାତିଟା ଆଉ ତା ରାତି ଧରିଲେ କାହିଁ ଏତେ ପଡିବ ଗୋଟେ ରସୁଣିଆ ଲାଗିବ ପକଣ କାଇଁ ଆରେ ଧରିବି କଣ ଧରିବି କହୁତରେ ସଫା ହବ ସଫା ହବ କାଲି ଭୋକ କଲି କହିଲା ଭୋକ କଲି ଭିଡ଼ିଓକୁ ପଜ ନେଇଯା ନହେଲେ କୁଣା ପରେ ସିଆଡ଼େ ନେଇ ଖାଇବା ତୁ କାନ୍ଦା ହଳଦୀ ଗୁଣ୍ଡ ମାର ନା ସେ ମସଲାଟା ଟିକେ ଭାଜି ସେ ମାଇର ହଉ ଇଏ ମାରିଦେଇ ନାହିଁ ତମକୁ ମୁଁ ଯାହା କହୁଛି ଯାହା ତମର ଅଧା ଇଏ ଅଦା ରସୁଣ ଗନ୍ଧ ଯାଇନି ହଳଦୀ କରୁନ ମାରୁନ ନା ନା କୋଣାର୍କ କେତେବେଳେ ଭୋଜି କରିବା ବାଇକରେ ଯିବା କୁଆଡେ କୋଣାର୍କ ଯିବା ଯିବା ଆଉ 10 ମଇଲରେ ଭୋଜିଟା ହବ 10 ମାଇଲ କୋଉଠି ଏ ଯୋଉ ଅରିଷଣ୍ଡ ଯୋଉ ଗହିର ମଝିରେ ହଁ ହଁ ଆଜି ଆନ୍ଧ୍ରା ଲୋକ କରିଥିଲେ କଣ କହିଲୁ ଭାଇ ସିଏ ଏତିକି ସିମ୍ପୁଲ ଛୋଟ ଛୋଟ ଫୁଟେଜ ହଉ ଠିକ ଅଛି ମୁଁ କହୁଛି ଭାତ ଡାଲି ତା ଦେହରେ ଚିକେନ ମସଲା ଆଡ ଅଛି ପିଆଜଟା ସବୁ ଠିକ ଅଛି ପିଆଜ ଫିଆଜ କିଛି ନାହିଁ ସବୁ ରେଡି ଅଛି
ମାଛ କାରିଆର ପିଆଜ କଣ ପୁରା ଟୋଟାଲି ଫିଟ୍ ହେଇନା ନା 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 ଟିକେ ଫିଟୁ। ହଁ ଆରେ ଇଏ ମସଲାଟା ଗନ୍ଧଉଛି। ଗନ୍ଧେଇବ କଣ ସେ ଜିନିଷଟା ପଡୁଛି ଗନ୍ଧେଇବ କଣ ମସଲାଟା ଯେତେବେଳେ ବାସ୍ନା ନହବ ସେତେବେଳେ ସବୁ ପକାଅ କ'ଣ ପକେଇବାର ଅଛି ପକାଅ। ସବୁ ମସଲା ପକେଇ ଦିଅ। ଲୁଣ ପଡ଼ିଛ ଲୁଣ। ସବୁ ରେଡ଼ି। ଆମ ରୋଷେଇ ବି ରେଡ଼ି। ଆମର ଏନେ 3 ଦିନ ଛୁଟି। ପଇସା ଆଣିଥିଲି ପଇସା ଆଣିନଥିଲି ଘରୁ ଆଣିକି ଆଉଛି ପାଣିରେ ଗାର ପକା ଠକ ବାବାରେ ଏତେ ପଇସା ଲାଗିବ ବୋଲି ଜାଣିନଥିଲି ଅଜଣୀ ଠକ ପଇସା ନାହିଁ ବାକି ଦବ ଚିକଣ କୁଆ ଠକ କାହା କଥା ମତେ କୁହନି ଭଦ୍ର ଠକ ଦବ ଯଦି ଦିଅ ନହେଲେ ନାହିଁ ନିତ ଅଭିମାନ ଠକ ବନ୍ଧୁ ତାର ଖାଇବା ନେଇ ବାକି ନେଲା ପରେ ଖୁସିକି ସାଲାଡ଼କୁ ଦେଇନ ଖୁସି ସାଲାଡ଼ ବି ଖାଇନି ହେ ହଉ ବିକୁରେ ଦେଇଦିଆ ନେଇକି ନା ସେ ଖାଇବନି। ଛାଡ଼ ଏତେ ଠକ କଥା ପଡ଼ିବ ମାଧବ ତମେ କୋଉ ଠକ ପାରମ୍ପରିକ ମାଧବ ପାରମ୍ପରିକ ଲୁଣ କୋଉଠି? ଫୋନ କରିଦେବା ଆସି ଲୁଣ ଲୁଣ ସେଇଛି ଲୁଣ ନାହିଁ ତ ଲୁଣ ସେଇଠି ଥିବ ବା ଲୁଣ ସେଇଠି ଥିବ ଲୁଣ ସେଇଠି ସେଇଠି ବହୁତ ତାର ହେଇ ଆସିଲାଣି। ସରିବା ଉପରେ ହେଲାଣି ଆଉ କଣ ଅଛି ହଉ ଦିଅ ଖାଲି ଗୋଟେ ଖାଇଦେଇ କେମିତି କାହିଁକି ମଧୁଭାଇ ଆପଣ କ'ଣ କରୁଛନ୍ତି? ହଉ କାକୁଡି ଯେତିକି କାଟୁଛି ନିଜେ ସେତିକି ଖାଇ ନେଉଛି ଇ କ'ଣ କଥା? ଖାଇଲ ତ ଭାଇ ଆରେ ଭଲ କଥା ନୁହେଁ। କାଟିବା ଭିତରେ ଖାଇବା ଭିତରେ ବହୁତ ଫରକ ଖାଇ ପାରିବ ଦିଅ କାଟି ଚାଲ କାଟି ଚାଲ। ଆଳୁ ବଞ୍ଚି ଯାଇଛି କାଲି ବେସର କରିଦବା ହଁ ନିଶ୍ଚିନ୍ତ ଭାବରେ କାଲି ଗୋଟେ ଡାଲି ଆଳୁ ବେସର ଡାଲି ଆଳୁ ବେସର ଗୁଣ୍ଡ ମାଛ ଗୁଣ୍ଡ ଆଳୁ ବେସର ନା ଗୁଣ୍ଡ ଆଳୁ ବେସର? ଗୁଣ୍ଡ ଆଳୁ ବେସର କହିଥିଲା କିଏ ଆ ପୁଅ କିଏ? ଦେଖିଲ ଏତିକି ଚାଉଳ ରଖା ହେଇଛି ହଁ ହଉଛି ଜମାରୁ ନାହିଁ। ଏ ଆସି ଖାଇଦବୁ ରେ ବାଡେଇ କହିବ ତମକୁ ନା ମତେ କିଛି କହିବ ତତେ ବାଡେଇ ଧରା ଶଳା କଣ କହିବ ହଉ କାକୁଡ଼ି ଜଲ୍ଦି ଜଲ୍ଦି କାଟ। ଖସି ଯାଉଛି ହାତରୁ ରେଡ଼ି ଖାଇ ଚାଲ। ହାରିବି କଳ ଅଂଶୁ କ'ଣ କହୁଛୁ? କ'ଣ କହୁଛୁ ତୁ? ସବୁ ତ ପିତା ଅଂଶୁ କିଛି କହୁନି। ଅଂଶୁ ସାଇଲେଣ୍ଟ ଅଛି। ଅଂଶୁ ଖାଲି ଖାଇବ। ଲାଗିଗଲା ପୁଡ଼ିଗଲା କାଢି ଦଉନୁ ମାଧବ କାଟିଦେଲି କ'ଣ ତ ପ୍ରଫେସନାଲ ନୁହଁ। ପିଆଜ କଟା ଦେ ପିଆଜ ପକା ପିଆଜ ପକା ପିଆଜ ପକେଇବି ମାନେ ପକଉନୁ ପିଆଜ ସେତକ ପକା ମୁଁ ଆଡ଼େ ଦହି ପକେଇ ନେଉଛି କ'ଣ କରିବ ପକା। হ্যাঁ দহিটা দহি ମୁଁ ଟିକେ ପିଇ ଦେଉଛି ସୁପର ମହୁ ଇଏ କ'ଣ ଦଉଛି ଦଉଛି ଧରିକି ଆସୁନ କାହିଁ ଡେରି କରୁଛ ହଁ ଚାଲ ନହେଲେ ତମେ ଏଇ ପାଲା ଟିକେଟଟା ନ କାଟିଲେ ଆଜି ହେଇପାରିବନି ଟିକେଟଟା କାଟିବା ନା କ'ଣ କିଛି କୁହ? କରିବ ଲାଇକ୍ ବ୍ୟସ୍ତ ହୁଅନି। ପାଞ୍ଚଟା ଲଙ୍କା ଆସିଛି ଆ ରେଡ଼ି ଖାଇଦିଅ ଖାଇଦିଅ। ଲୋକ
ହଁ ଡାଙ୍ଗ ଆସିଛି ତାର ସେମିତି କଣ ଦିଆହଉଛି ପପୁ ନେଇଦବା ମନ ବୁଝିଗଲା କଣ କିଛି କୁହ ବଢିଆ ହେଇଛି ହେଲା ଆଉ ଅଛି ନିଅ ନେଇଯାଅ ଟିକେ ତମେ ନେଇ ହାତରେ ନିଅ ନଅ ନା ହାତରେ ହଁ ଆମେ ତ ଖାଇବା କହିଲା ବାହାରକୁ କହିବୁ ନେଇକିରି ତାକୁ ଏ ଖାଇବୁ ତାକୁ ହବ କଣ କହୁଛ ବଢିଆ ହେଇଛି ହେଲା ଆଉ ମାନେ ଭିଡ଼ିଓଟି ଯଦି ଭଲ ଲାଗିଥାଇପାରେ ଲାଇକ୍ ସେୟାର ସବସ୍କ୍ରାଇବ୍ ଜମା ଭୁଲିବେ ନାହିଁ ନିଶ୍ଚିନ୍ତ କରିବେ ରହୁଛି ନମସ୍କାର।